ପିଲାମାନେ ଆଜି ଆମେ ଚତୁର୍ଥ କ୍ଲାସ୍‌ର ପ୍ରକୃତି ସହିତ ବଢ଼ିବା ତାର ଆଜି କୋଶ୍ଚିନ୍ ଆନ୍ସର୍ କରିବା ପିଲାମାନେ। ଆମ ବିଚିତ୍ର ବିଷୟର ଚତୁର୍ଥ ପାଠ। ପ୍ରଥମ ପାଠ ଚତୁର୍ଥ ପାଠ କ'ଣ ଦେଇଛି ପିଲାମାନେ? ପ୍ରକୃତି ସହିତ ବଢ଼ିବା। ତ ଚାଲ ଆର ପ୍ରଶ୍ନ ଉତ୍ତର କରିବା। ତ ପିଲାମାନେ ଟପିକ୍ କ'ଣ ଦେଇଛି? ଏକ ଜଙ୍ଗଲ ମଧ୍ୟରେ ଯାତ୍ରା। ପିଲାମାନେ ଦେଖ, ଗୋଟେ ବସ୍ ଅଛି, ବସ୍ ଭିତରେ କିଛି ପିଲାମାନେ ବସିକି ଯାତ୍ରା କରୁଛନ୍ତି। ଜଙ୍ଗଲ ଭିତରେ କ'ଣ ଅଛି କ'ଣ ନାହିଁ ସବୁ। ତ ଚାଲ ନେକ୍ସଟ ପେଜ୍‌ରେ ଦେଖିବା। ପିଲାମାନେ ନେକ୍ସଟ ପେଜ୍‌ରେ କ'ଣ ଦେଇଛି? 58 ପେଜ୍‌ରେ କାର୍ଯ୍ୟ ଦେଇଛି ପିଲାମାନେ ଦେଖ ସେଥିରେ। ତ ପିଲାମାନେ କାର୍ଯ୍ୟ 1 ନମ୍ବର କ'ଣ ଦେଇଛି? ତୁମ ଅଞ୍ଚଳରେ 5ଗୋଟି ରଙ୍ଗୀନ ଫୁଲର ନାମ ଲେଖ ଓ ସାରଣୀଟିକୁ ପୂରା କର। ଉଦାହରଣ ସ୍ୱରୂପ ଗୁଜରାଟର ପଳାଶକୁ କେଶୁଡ଼ା କୁହାଯାଏ। ପିଲାମାନେ ଦେଖ, ଗୋଟେ ସାରଣୀ ଦେଇଛି, ନମ୍ବର ଦେଇଛି 1 2 3 4 5। ତାପରେ ଫୁଲର ନାମ, ସ୍ଥାନୀୟ ନାମ, ତୁମ ପସନ୍ଦର ଫୁଲର ଚିତ୍ର ଓ ଅଙ୍କନ କରି ନାମ ଦିଅ। ଚାଲ ପିଲାମାନେ ଏଇ ସାରଣୀଟା ପୂରଣ କରିବା। ତ ପିଲାମାନେ ଫୁଲର ନାମ କ'ଣ ଲେଖିବ? 1 ନମ୍ବର ଗୋଲାପ ଲେଖିବ। ତାପରେ ସ୍ଥାନୀୟର ନାମ କ'ଣ ଲେଖିବ? ଗୋଲାପ ଫୁଲ ଲେଖିବ। ତାପରେ ଫୁଲର ଚିତ୍ର, ଏଠାରେ ଏକ ଗୋଲାପ ଫୁଲର ଚିତ୍ର ବା କୌଣସି ଗୋଲାପ ଫୁଲର ଚିତ୍ର କରିପାରିବ ବା ଆଙ୍କିପାରିବ ପିଲାମାନେ 1 ନମ୍ବର। 2 ନମ୍ବର କ'ଣ ଦେଇଛି ପିଲାମାନେ? 2 ନମ୍ବରରେ ଗୋଟେ ମନ୍ଦାର ଲେଖିବ। ତାପରେ ସ୍ଥାନୀୟ ନାମ କ'ଣ ଲେଖିବ ପିଲାମାନେ? ମନ୍ଦାର ଲେଖିବ ବା ଜବା ଲେଖିବ। ତାପରେ ଏଠାରେ ଗୋଟେ ମନ୍ଦାର ଫୁଲର ଚିତ୍ର ଆଙ୍କନ ପିଲାମାନେ ତୁମେ କରିପାରିବ। 3 ନମ୍ବର କ'ଣ ଦେଇଛି? 3 ନମ୍ବର ଲେଖିବ ଗେଣ୍ଡୁ। ତାପରେ ସ୍ଥାନୀୟର ନାମ କ'ଣ ଲେଖିବ ପିଲାମାନେ? ଗେଣ୍ଡୁଆ ଲେଖିବ। ତାପରେ ଏକାନି ତୁମ ପସନ୍ଦର ଫୁଲର ଚିତ୍ର ଅଙ୍କନ କରି ନାମ ଦିଅ। ପିଲାମାନେ ସେଥିରେ ଗୋଟେ ଗେଣ୍ଡୁ ଫୁଲର ଚିତ୍ର କରିପାରିବେ। ତାପରେ 4 ନମ୍ବର କ'ଣ ଲେଖିବ ପିଲାମାନେ? କନିଆର ଲେଖିବ। କନିଆର ଫୁଲ ଦେଖିଦିଅ, କନିଆର ଲେଖିବ। ତାପରେ ସ୍ଥାନୀୟ ନାମ ବି କନିଆର ଲେଖିବ। ତାପରେ ଏଠାରେ କନିଆର ଫୁଲ ଚିତ୍ର ପିଲାମାନେ ଗୋଟେ ଆଙ୍କିଦେବ। ପିଲାମାନେ ସେମିତି ଫୁଲର ନାମ ଲେଖିବ। 5 ନମ୍ବର କ'ଣ ଲେଖିବ? ଅପରାଜିତା ଲେଖିବ। ତାପରେ ସ୍ଥାନୀୟ ନାମ କ'ଣ ଲେଖିବ ପିଲାମାନେ? ଅପରାଜିତା ବା କୃଷ୍ଣପ୍ରିୟା ଲେଖିବ। ତାପରେ ତୁମ ପସନ୍ଦର ଫୁଲ ଚିତ୍ର ଅଙ୍କନ କର ଓ ନାମ ଦିଅ। ପିଲାମାନେ ସେଠାରେ ବି ଗୋଟେ ଅପରାଜିତାର ଫୁଲ ଚିତ୍ର କରିପାରିବା, ଗୋଟେ ଚିତ୍ର ପ୍ରିଣ୍ଟ ଗୋଟେ ଆଙ୍କିପାରିବ ପିଲାମାନେ। ତ ସରିଲା। ନେକ୍ସଟ ପେଜ୍ ଚାଲ ଦେଖିବା ପିଲାମାନେ କ'ଣ ଦେଇଛି। ପିଲାମାନେ 59 ପେଜ୍ କ'ଣ ଦେଇଛି? ଗାଁଟି ଉତ୍ସବ ପାଇଁ ଜାକଜକମରେ ସଜାଇଥିଲା। ପିଲାମାନେ ଦେଖ, ଏଇଟା ଗୋଟେ ଗାଁ ଗୋଟେ ଅଛି ପିଲାମାନେ। କିଛି ଲୋକ ପିଲାମାନେ କ'ଣ କରୁଛନ୍ତି? ତାଙ୍କ ଗାଁକୁ ସଜାଉଛନ୍ତି। କିଏ କ'ଣ ବନାଉଛନ୍ତି, କିଏ ରସ, କିଏ କ'ଣ ସବୁ ବନାଉଛନ୍ତି ପିଲାମାନେ। ଗୋଟେ ଜଙ୍ଗଲ ଭିତରେ ଗୋଟେ ଗାଁଟି। ତ ଚାଲ ଆର ବି ଦେଇନି କିଛି କୋଶ୍ଚିନ୍ ଆନ୍ସର୍। ନେକ୍ସଟ ପେଜ୍ ଚାଲ ଦେଖିବା। ତ ପିଲାମାନେ ନେକ୍ସଟ ପେଜ୍ କାର୍ଯ୍ୟ 2 ଦେଖ। ପ୍ରକୃତିରେ ମିଳୁଥିବା ସାମଗ୍ରୀ ଯଥା ମାଟି, କାଠଖଣ୍ଡ, ନଡ଼ା, ଘାସ, ପତ୍ର ଇତ୍ୟାଦି ବ୍ୟବହାର କରି ଏକ ଘରର ନମୁନା ତିଆରି କର। ଏହାକୁ ତୁମ ପସନ୍ଦର ଏକ କଳା ଭାବି ସଜାଇ ଲେଖ। ପିଲାମାନେ ପ୍ରକୃତିରୁ କ'ଣ ମିଳୁଛି ପିଲାମାନେ? ସବୁ କାଠଗଣ୍ଡି, ତାପରେ ମାଟି, ନଡ଼ା, ଘାସ, ପତ୍ର। ପିଲାମାନେ ସେଇଟା ଗୋଟେ ଚିତ୍ର କରିପାରିବ ବା ଆଣିପାରିବ। ଚିତ୍ର ନ କଲେ ପିଲାମାନେ ଗୋଟେ ମୂର୍ତ୍ତି ଟାଇପ୍ର ବା କାଠ ଆଣିବ। ତାପରେ କାଠଟା ଆଣିକି ତାପରେ ନଡ଼ା, ଘାସ, ପତ୍ର ଆଣିକି ଗୋଟେ ସାନ ଗୋଟେ ଛୋଟିଆ ଘର ଗୋଟେ କରିକି ମାଟିରେ ଗୋଟେ ପିଲାମାନେ ତୁମ ପାଖରେ ଗୋଟେ ସଜେଇକି ରଖିପାରିବ। ତ ଏମିତି ଦେଇଛି। ତ କାର୍ଯ୍ୟ 3 ନମ୍ବର କ'ଣ ଦେଇଛି? ଚାଲ ଦେଖିବା ପିଲାମାନେ। କାର୍ଯ୍ୟ 3ରେ ଦିଆଯାଇଛି ପିଲାମାନେ, ଆସ ଆମେ ଏକ ପ୍ରାକୃତିକ ରଙ୍ଗ ତିଆରି କରିବା। ଦେଖ ପିଲାମାନେ, ସପନ 1 କ'ଣ ଦିଆଯାଇଛି? କିଛି ଫୁଲ, ପତ୍ର, ଗଛର ବଳକଳ ଏବଂ ଫୁଲର ସଂଗ୍ରହ କର। ଉଦାହରଣ ସ୍ୱରୂପ ବିଟ୍ ମୂଳ, ମନ୍ଦାର ଫୁଲ ଏବଂ ଗେଣ୍ଡୁ ଫୁଲ, ଯେଉଁ ଫୁଲର ରଙ୍ଗ ପ୍ରସ୍ତୁତି ହେବାର ଗୁଣ ଅଛି। ସପନ 2 କ'ଣ ଦେଇଛି? ସଂଗ୍ରହ କରାଯାଉଥିବା ଉଦ୍ଭିଦର ଯେକୌଣସି ଅଂଶକୁ ପ୍ରାୟ 2 ଲିଟର ପାଣିରେ ପ୍ରାୟ 30 ମିନିଟରୁ 1 ଘଣ୍ଟା ପର୍ଯ୍ୟନ୍ତ ଫୁଟାଇ ପାତ୍ରଟିକୁ ଏକ ପ୍ଲେଟ୍ ଦ୍ୱାରା ଘୋଡ଼ାଇ ଦିଅ। ତୁମ ଶିକ୍ଷକ, ଶିକ୍ଷୟିତ୍ରୀ କିମ୍ବା ବଡ଼ମାନଙ୍କ ସାହାଯ୍ୟ ନିଅ। ସପନ 3 କ'ଣ ଦେଇଛି ପିଲାମାନେ? ପ୍ରାକୃତିକ ରଙ୍ଗକୁ ଛାଡ଼ି ଗଛର ଅଲଗା ଅଂଶକୁ ବାହାର କରିବା ପାଇଁ ତରଳ ପଦାର୍ଥକୁ ଛାଣି ନିଅ। ପିଲାମାନେ ଦେଖ, 1 ନମ୍ବର କ'ଣ ଦେଇଛି ପିଲାମାନେ? କିଛି ଫୁଲ ନେବ, ପାତ୍ରରେ ରଖିବ, ତାପରେ ଗରମ ପାଣି କରିବ। ତାପରେ ଗରମ ପାଣି କରିସାରିଲା ପରେ ସେ ଫୁଲର ପିଲାମାନେ ରଙ୍ଗ, ମନ୍ଦାର ଫୁଲ ବି ନେଇଥିବ। ସେ ମନ୍ଦାର ଫୁଲ ଗରମ ପାଣି କରିସାରିଲା ପରେ କ'ଣ ହେବ ପିଲାମାନେ? ପାଣିଟା ପରେ ରଙ୍ଗ ହେଇଯିବ। ତାପରେ କୌଣସି କପଡ଼ା ବା ରୁମାଲ ନେଇକି ସେଇଟା ବୁଡ଼େଇବ। ବୁଡ଼ିଲେ କ'ଣ ହେବ ପିଲାମାନେ? ସେ ପାଣିରେ ସେ ରୁମାଲଟା ବା କପଡ଼ା ନେଇଥିଲେ ସେଇଟା ରଙ୍ଗ କଲର୍ ହେଇଯିବ। ତ ପିଲାମାନେ କାର୍ଯ୍ୟ 3 ନମ୍ବର ଦେଇଛି। ତ ଚାଲ ନେକ୍ସଟ ପେଜ୍‌ରେ ଦେଖିବା। ପିଲାମାନେ 61 ନମ୍ବର ପେଜ୍‌ରେ କ'ଣ ଦେଇଛି ପିଲାମାନେ? ଦେଖ, କିଛି ଟେବୁଲ ଅଛି, ଚୌକି ଅଛି, ତାପରେ ଏତା ଅଛି, ମାଟିରେ ବନାଇଥିବା ପାତ୍ର ଅଛି, ବସିବା ପାଇଁ ଚେୟାର ଅଛି। ପିଲାମାନେ ଏତେ ସବୁ କେଉଁରେ ବନାଇଛି ପିଲାମାନେ? ଦେଖ, ଗୋଟେ କୁଲା ଅଛି, ଏହା ସବୁ ବାଉଁଶରେ ବନାଇଛି ପିଲାମାନେ। ଦେଖ, ମାଟି ପାତ୍ର ବି ଅଛି, ଗୋଟେ କଳସୀ ଅଛି, ବଡ଼ ହାଣ୍ଡି ମାଠିଆ ଅଛି, ତାପରେ ବାଉଁଶରେ ତିଆରି ଚେୟାର, ଟେବୁଲ ସବୁ ଅଛି। ତ ପିଲାମାନେ ଏତେ ସବୁ କେଉଁରେ ବନାଇଛି? ବାଉଁଶରେ ବା ମାଟି ପାତ୍ରରେ, ମାଟିରେ ବନାଇଛି। ପିଲାମାନେ ଏତେ ସବୁ କିଏ ବନାଉଛି? ଗାଁରେ ରହୁଥିବା ଲୋକମାନେ ପିଲାମାନେ। ଚାଲ ଆର ନେକ୍ସଟ ପେଜ୍ ଦେଖିବା। ତ ପିଲାମାନେ କାର୍ଯ୍ୟ 4ରେ କ'ଣ ଲେଖାଯାଇଛି? ତୁମ ଅଞ୍ଚଳରେ ଶସ୍ୟ ଏବଂ ପନିପରିବା ସଂରକ୍ଷଣ କରିବାର କିଛି ପାରମ୍ପରିକ ଉପାୟ ଖୋଜି ବାହାର କର ଏବଂ
ଏବଂ ନିମ୍ନଲିଖିତ ସାରଣୀ ପୂରଣ କର। ନିମ୍ନରେ ଦିଆଯାଇଥିବା ଉଦାହରଣ ଗୁଡ଼ିକୁ ଦେଖ। ପିଲାମାନେ ଦେଖ, ଗୋଟେ ସାରଣୀ ତଳେ ଦିଆଯାଇଛି, କ'ଣ ଲେଖାଯାଇଛି? ନାମ ଓ ସାଧାରଣତଃ ଯେଉଁ ରାଜ୍ୟରେ ବ୍ୟବହାର କରାଯାଏ। ତାପରେ ପାତ୍ରର ବିବରଣୀ। ପିଲାମାନେ ଦେଖ, ତୁମୁରି ଉତ୍ତରାଖଣ୍ଡରେ ବନାଉଛି ପିଲାମାନେ ଏକ ଗୋଲ କିମ୍ବା ଅଣ୍ଡାକୃତ ଶୁଖିଲା ଲାଉ। ପିଲାମାନେ ଲାଉ ଖାଇଛ ପିଲାମାନେ, ତୁମର ପକାଉଥିବ ସେ ଲାଉ ଟାଇପ୍ର ଗୋଟେ ବନାଇଛି। ଚାଲ ଆଉ 3ଟା ଦିଆଯାଇଛି, ତ ଚାଲ ସାରଣୀ ପୂରଣ କରିବା। ପିଲାମାନେ ଆଉ ଗୋଟେ କ'ଣ ଲେଖିବ? ଅଲିଆ ଲେଖିବ, ପତି ଲେଖିବ। ସେଇଟା କେଉଁଠି ହେଉଛି ପିଲାମାନେ? ଓଡ଼ିଶା ଲେଖିବ। ଧାନ ନଡ଼ା ଏବଂ ଦଉଡ଼ିକୁ ଗୁଡ଼ାଇ ପ୍ରସ୍ତୁତି କରାଯାଉଥିବା ଏକ ବଡ଼ ଗୋଲାକାର ପାତ୍ର। ତ ପିଲାମାନେ ଲେଖିବ। ତ ଆଉ ଗୋଟେ କ'ଣ ଲେଖିବ? କୋଠି ଲେଖିବ ପିଲାମାନେ। ଉତ୍ତରପ୍ରଦେଶ, ବିହାର ଲେଖିବ। ପିଲାମାନେ ସାଧାରଣତଃ ଯେଉଁ ରାଜ୍ୟରେ ବ୍ୟବହାର କରାଯାଏ ସେଥିରେ ଲେଖିବ ଉତ୍ତରପ୍ରଦେଶ, ବିହାର। ତାପରେ ଲେଖିବ। ତାପରେ ପାତ୍ରର ବିବରଣୀ ପିଲା ଲେଖିବ। କାଦୁଅ, ମାଟି ଏବଂ କୁଣ୍ଡା ମିଶାଇ ପ୍ରସ୍ତୁତ କରାଯାଉଥିବା ଏକ ବଡ଼ ଚତୁର୍ଭୁଜାକାର ବା ସିଲିଣ୍ଡର ଆକୃତିର ମାଟି। ତ ପିଲାମାନେ ଏତିକି ଲେଖିବ। ତା ତଳୁ ଆଉ ଗୋଟେ ଲେଖିବ ପିଲାମାନେ ନାମରେ ଲେଖିବ ମୋରାଲ ବା ପୁରୀ ଲେଖିବ। ତାପରେ ସାଧାରଣତଃ କେଉଁ ରାଜ୍ୟରେ ବ୍ୟବହାର କରାଯାଏ ଲେଖିବ ପିଲାମାନେ ପଶ୍ଚିମବଙ୍ଗ ଲେଖିବ। ତାପରେ ପାତ୍ରର ବିବରଣୀ ଲେଖିବ ବାଉଁଶ ଚଟେଇ ଏବଂ କାଦୁଅ ମାଟିର ପ୍ରଲେପ ଦେଇ ତିଆରି କରାଯାଉଥିବା ବଡ଼ ସଂରକ୍ଷଣ ଗଠନ। ତ ପିଲାମାନେ ଏତିକି ଲେଖିବ। ତ ପିଲାମାନେ ଏହି ସାରଣୀଟା ପୂରଣ ହେଲା। ତ ଚାଲ ନେକ୍ସଟ ପେଜ ଦେଖିବା। ତ ପିଲାମାନେ ନେକ୍ସଟ ପେଜରେ କ'ଣ ଦେଇଛି? କାର୍ଯ୍ୟ 5, ତୁମ ପରିବାରର ବୟସ୍କ ଲୋକମାନଙ୍କ ସହିତ ଆଲୋଚନା କର ଏବଂ ତଳେ ଦିଆଯାଇଥିବା ସାରଣୀରେ ଉଦ୍ଭିଦର ନାମ, ଏହାର ଅଂଶ ବ୍ୟବହାର ଲେଖ। ଗଛର ନାମ, ଗଛର ଅଂଶ ବ୍ୟବହାର। ତ ପିଲାମାନେ ଦେଖ, ଗୋଟେ ସାରଣୀ ଦେଇଛି। ଦେଖ, ଗଛର ନାମ କ'ଣ ଲେଖାଯାଇଛି ପିଲାମାନେ? ତୁଳସୀ। ଗଛର ଅଂଶ କ'ଣ ପିଲାମାନେ? ପତ୍ର ଲେଖାଯାଇଛି। ବ୍ୟବହାର କ'ଣ ହେଉଛି? ଲେଖାଯାଇନି ପିଲାମାନେ। ତ ଚାଲ ଏଇ ସାରଣୀଟା ପୂରଣ କରିବା। ତ ତୁଳସୀ ପତ୍ର ଦେଇଛି, ଗଛର ଅଂଶ। ତ ପିଲାମାନେ ବ୍ୟବହାର କ'ଣ କରାଯାଉଛି? ଥଣ୍ଡା ହେଲେ ବ୍ୟବହାର କରାଯାଉଛି, କାଶ ଓ ଜ୍ୱର ଉପଶମ ପାଇଁ। ତ ପିଲାମାନେ ଦେଖ, ତୁମମାନଙ୍କୁ କେବେ ଜ୍ୱର ହେଇଥିବ, କାଶ ହେଇଥିଲେ ତୁଳସୀ ପତ୍ର ଖାଇଗଲେ ପିଲାମାନେ ଭଲ ହେଇଯିବ, ବାଟିରେ ଖାଇଗଲେ। ତ ଜୁଆଣି କ'ଣ ଲେଖାଯାଇଛି ପିଲାମାନେ? ଗଛର ନାମ ଜୁଆଣି ଲେଖିବ। ଗଛର ଅଂଶ କ'ଣ ଲେଖିବ ପିଲାମାନେ? ମଞ୍ଜି ବା ପତ୍ର। ତାପରେ ବ୍ୟବହାର କ'ଣ କରାଯାଉଛି ପିଲାମାନେ? ପେଟ କାମୁଡ଼ା ଓ ଗ୍ୟାସ୍ ସମସ୍ୟା ଦୂର କରିବା ପାଇଁ। ପିଲାମାନେ ଦେଖ, ତମର କେବେ ପେଟ କାଟୁଥିବ ବୋଇଲେ ଜୁଆଣିକ ଖାଇବା ବୋଇଲେ ପେଟ କଟା ଭଲ ହେଇଯିବ। ତ ପିଲାମାନେ ଆଉ ଗୋଟେ ସାରଣୀ କ'ଣ ଦେଇଛି? ନିମ୍ବ ଦେଇଛି ପିଲାମାନେ। ନିମ୍ବ ପତ୍ର, ଗଛର ନାମ ଲେଖିବ ନିମ୍ବ। ତାପରେ ଗଛର ଅଂଶ କ'ଣ ଲେଖିବ ପିଲାମାନେ? ପତ୍ର ଲେଖିବ ବା ଛାଲି ଲେଖିବ, ଛାଲି। ତାପରେ ବ୍ୟବହାର କ'ଣ କରାଯାଉଛି? ବ୍ୟବହାର ଲେଖିବ ଚର୍ମ ରୋଗ ଓ ରକ୍ତ ସଫା କରିବା ପାଇଁ। ପିଲାମାନେ ଦେଖ, ନିମ୍ବ ପତ୍ର ଲଗେଇବ ବା ଖାଇଲେ କ'ଣ ହେବ ପିଲାମାନେ? ଦେହ ଭଲ ରହିବ, ଚର୍ମ ବି ସଫା ରହିବ, କାଛୁ କୁଣ୍ଡି କିଛି ହେବନି। ତ ପିଲାମାନେ ଲେଖିବ ବ୍ୟବହାରରେ ଏମିତି ଲେଖିବ। ତ ଆଉ ଗୋଟେ କ'ଣ ଲେଖିବ ପିଲାମାନେ? ନିମ୍ବ ତଳ ଗଛର ନାମ କ'ଣ ଲେଖିବ ପିଲାମାନେ? ଅଦା ଲେଖିବ। ତାପରେ ଗଛର ଅଂଶ କ'ଣ ପିଲାମାନେ ଲେଖିବ? କନ୍ଧ ବା ରୋଡ୍ ଲେଖିବ। ତାର ବ୍ୟବହାର କ'ଣ କରାଯାଉଛି ପିଲାମାନେ? ଅଦା କାଶ ଓ ପଚନ ପ୍ରକ୍ରିୟାରେ ସାହାଯ୍ୟ କରିବା ପାଇଁ। ପିଲାମାନେ ଦେଖ, ଅଦା ଆମକୁ ଖାଇଲେ କ'ଣ ପିଲାମାନେ ହେବ? ଖାସ ଯଦି ହେଉଥିଲେ ଖାସ ହେବନି। ତ ଲେଖିବ ବ୍ୟବହାର ଏଥିରେ। ତାପରେ ଗଛର ନାମ କ'ଣ ଲେଖିବ ପିଲାମାନେ? ଘିଅ କୁଆଁରୀ ଗଛ ଦେଖିଥିବ ପିଲାମାନେ, କଣ୍ଟା ଟାଇପ୍ର ହେଇଥିବ, ସାନ ଗଛ ହେଇଥିବ। ତ ଲେଖିବ ଗଛର ନାମ ଘିଅ କୁଆଁରୀ ଲେଖିବ। ଗଛର ଅଂଶ କ'ଣ ଲେଖିବ ପିଲାମାନେ? ପତ୍ର ଲେଖିବ। ତାର ପତ୍ରଟା ପିଲାମାନେ ସବୁ ଲଗାଉଛନ୍ତି, ମୁଣ୍ଡରେ ଲଗାଉଥିବେ, କିଏ ଖାଉଥିବେ, ତାର ଯେଉଁ ମଝିରେ ଧଳା ଅଂଶଟା ତ ପତ୍ର ଲେଖିବ। ରସ, ସେ ରସଟା ଖାଉଛନ୍ତି ବା ମୁଣ୍ଡରେ ଲଗାଉଛନ୍ତି। ମୁଣ୍ଡରେ ଲଗାଇଲେ କ'ଣ ହେବ ପିଲାମାନେ? ମୁଣ୍ଡ ଥଣ୍ଡା ରହିବ। ତାପରେ ଦେହ, ହାତ, ଗୋଡ଼, ମୁହଁ ଉପରେ ସବୁ ଲଗାଉଛନ୍ତି ପିଲାମାନେ। ବ୍ୟବହାର କ'ଣ ଲେଖିବ ପିଲାମାନେ? ପୋଡ଼ା, କଳା କିମ୍ବା ଚର୍ମର ଯତ୍ନ ପାଇଁ। ପିଲାମାନେ ଚର୍ମ କ'ଣ ଯଦି ହେଇଥିଲେ ସେଇଟା ଲଗାଇଲେ ଭଲ ହେବ। ମୁହଁ ବ୍ରଣ ହେଇଥିଲେ କ'ଣ ଲଗାଇଲେ ଭଲ ହେବ। ତାପରେ ମୁଣ୍ଡରେ ଲଗାଇଲେ ମୁଣ୍ଡ ପିଲାମାନେ ଥଣ୍ଡା ଲାଗେ। ତ ଏତିକି ଲେଖିବ ପିଲାମାନେ। ତ ଚାଲ, ତ ପିଲାମାନେ ତଳ କ'ଣ ଦେଇଛି? ସାରଣୀ ତଳ ଦେଇଛି ଆସ କଥା ହେବା। 1 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ପିଲାମାନେ? ପ୍ରାଥମିକ ଚିକିତ୍ସା ବାକ୍ସରେ କେଉଁ ଜିନିଷ ଗୁଡ଼ିକୁ ରଖିବା ଉଚିତ? ପିଲାମାନେ ପ୍ରାଥମିକ ଚିକିତ୍ସା ବୋଇଲେ ପିଲାମାନେ, ତ ଚାଲ ଆର ଲେଖିବା ଉତ୍ତର। ତ ପିଲାମାନେ ଉତ୍ତର ଲେଖିବ ତୁଳା, ବ୍ୟାଣ୍ଡେଜ୍, ଡେଟଲ୍, ଆଣ୍ଟିସେପ୍ଟିକ୍ କ୍ରିମ୍, କଇଁଚି, ତାପରେ ଥର୍ମୋମିଟର ଏବଂ କିଛି ଜରୁରୀକାଳୀନ ଔଷଧ। ପିଲାମାନେ ଦେଖ, କୌଣସି ପ୍ରକାର ମାଡ଼ ହେବ ବା ବ୍ଲଡ଼ ବାହାରିବ ତ ହେଲେ କ'ଣ କରିବ ପିଲାମାନେ? ତୁଳା ଲଗାଇ ତାକୁ ସଫା କରିବ, ବ୍ୟାଣ୍ଡେଜ୍ ବି ରଖିବ। ତାପରେ ଡେଟଲ୍ ପାଣିରେ ସଫା କରିବ, ଧୋଇବ ଯେଉଁଠି ମାଡ଼ ହେଇଥିବ। ତାପରେ ଆଣ୍ଟିସେପ୍ଟିକ୍ କ୍ରିମ୍ ବା ଗୋଟେ ଯେଉଁ ମାଡ଼ ହେଉଥିବ ଔଷଧ ଲଗାଇବା ଦ୍ୱାରା, କଇଁଚି କାଟିବା ପାଇଁ, ଥର୍ମୋମିଟର ଏବଂ କିଛି ଜରୁରୀକାଳୀନ ଔଷଧ ଲେଖିବ। ପିଲାମାନେ 1 ନମ୍ବର ଏମିତି ଲେଖିବ। ତ ଚାଲ 2 ନମ୍ବର ଦେଖିବା।
ତ ପିଲାମାନେ 2 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି? ଯଦି କେହି ଆହତ ହୁଅନ୍ତି ତେବେ ପ୍ରାଥମିକ ଚିକିତ୍ସା ଯୋଗାଇବା କାହିଁକି ଗୁରୁତ୍ୱପୂର୍ଣ୍ଣ ବୋଲି ତୁମେ ଭାବୁଛ? ତ ଚାଲ ଆର ଉତ୍ତର ଲେଖିବା। ତ ପିଲାମାନେ ଆର ଉତ୍ତର ଲେଖିବ, ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଆହତ ବ୍ୟକ୍ତିଙ୍କ ଅବସ୍ଥା ଯେପରି ଅଧିକ ଖରାପ ନ ହୁଏ ଏବଂ ରକ୍ତସ୍ରାବ ରୋକିବା ପାଇଁ ପ୍ରାଥମିକ ଚିକିତ୍ସା ଅତ୍ୟନ୍ତ ଜରୁରୀ। ଏହା ଜୀବନ ରକ୍ଷା କରିବାରେ ସାହାଯ୍ୟ କରେ। ପିଲାମାନେ ଦେଖ, ଯଦି ଆହତ ହେଇଥିବେ ବେଲେ କ'ଣ କରିବେ ପିଲାମାନେ, ବେଶୀ ଆହୁରି ଅଧିକ ନ ହେବା ପାଇଁ ପ୍ରାଥମିକ ଚିକିତ୍ସା କରିବେ। ପ୍ରାଥମିକ ଚିକିତ୍ସା ହେଲେ କ'ଣ ପିଲାମାନେ, ତମେ ସେ ସାନ ଡାକ୍ତରଖାନା ଥିଲେ ସେଇଠି ଯାଇପାରିବା। ଘରେ କ'ଣ କରିବ, ସଫା ଡେଟଲ୍ ପାଣି ସଫା କରି ଔଷଧ ପତ୍ର ସବୁ ଲଗେଇ ପାରିବ। ତାପରେ ଚିକିତ୍ସା ଆପଣ କରିବାରେ ତାପରେ ଯାଇକି ବଡ଼ ମେଡ଼ିକାଲ ପାଖରେ ଯଦି ଥିବେ ବେଲେ, ଯେବେ ଦୂରରେ ଥିବେ ବେଲେ ତୁମେ ଯାଇକି ପରେ ଯାଇ ଦେଖିପାରିବ। ଯଦି ନ ଦେଖିପାରିଲେ ବେଶୀ ପୁରା ଆହୁରି ଆହତ ହେଇଯିବ ନା, ତ ଫାଷ୍ଟ ତୁମେ ଯାଇ ନିଜେ ଦେଖିପାରିବ। ତାପରେ ଯଦି ପାଖରେ ଯଦି ବଡ଼ ମେଡ଼ିକାଲ ଥିଲେ ସେଠି ଯାଇ ଦେଖିପାରିବ। ତ ପିଲାମାନେ 2 ନମ୍ବର ଉତ୍ତର ଏମିତି ଲେଖିବ। ତ ଚାଲ ନେକ୍ସଟ ପେଜ ଦେଖିବା। ତ ପିଲାମାନେ 64 ନମ୍ବର ପେଜ କିଛି ନାହିଁ। ତ ଚାଲ ଆର ନେକ୍ସଟ ପେଜ ଦେଖିବା। ପିଲାମାନେ ପେଜ 65 କାଢ଼, 65। ତ ପିଲାମାନେ କାର୍ଯ୍ୟ 6 ନମ୍ବର କ'ଣ ଲେଖାଯାଇଛି ପିଲାମାନେ, ତୁମ ଅଞ୍ଚଳରେ ପାରମ୍ପରିକ ନୃତ୍ୟ ଓ ଗୀତ ବିଷୟରେ ସୂଚନା ସଂଗ୍ରହ କର। ତୁମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଇଁ ତୁମ ସହପାଠୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହାୟତାରେ ଏକ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କର। ପିଲାମାନେ ତୁମ ସ୍କୁଲରେ ବର୍ଷକୁ ଥରେ ବାର୍ଷିକ ଉତ୍ସବ ହୋଇଥିବ। ପିଲାମାନେ ସେ ବାର୍ଷିକ ଉତ୍ସବରେ ପିଲାମାନେ ତୁମେ କେଉଁ ପ୍ରକାର ଭାଗ ନେଉଥିବ, କେଉଁରେ ବି ଭାଗ ନେଉଥିବ, ଡ୍ୟାନ୍ସ କମ୍ପିଟିସନ୍ ବା ଗୀତ କମ୍ପିଟିସନ୍ କୌଣସି ପ୍ରକାର ଭାଗ ନେଉଥିବ, ସେଇଟା ତ କହୁଛି ପିଲାମାନେ ବାର୍ଷିକ ଉତ୍ସବ। ତ ସେଇଟା ତୁମେ ପିଲାମାନେ ଭାଗ ନେଇପାରିବ। ତ ଏଇଟାରେ କିଛି କ୍ୱେଶ୍ଚିନ୍ ଦେଇଛ। ତ ଚାଲ ତା ତଳକୁ ଦେଖିବା କ'ଣ ଲେଖାଯାଇଛି। ଆସ କଥା ହେବା। ତ ପିଲାମାନେ କ୍ୱେଶ୍ଚିନ୍ କ'ଣ ଲେଖାଯାଇଛି, ମନେକର ତୁମ ଅଞ୍ଚଳରେ 2 ଦିନ ପାଇଁ ଆଲୋକ ନାହିଁ, ତେବେ ତୁମେ ଜୀବନରେ କି ପରିବର୍ତ୍ତନ ଦେଖାଦେବ? ତ ଚାଲ ଆର ଉତ୍ତର ଲେଖିବା। ତ ପିଲାମାନେ ଆର ଉତ୍ତର ଲେଖିବା କ'ଣ, 2 ଦିନ ପାଇଁ ବିଦ୍ୟୁତ୍ ନ ରହିଲେ ଜୀବନଯାତ୍ରାର ନିମ୍ନଲିଖିତ ପରିବର୍ତ୍ତନ ଦେଖାଯିବ। ତାପରେ ଲେଖିବା, ପାଠପଢ଼ାରେ ବାଧ୍ୟତା ପିଲାମାନେ ଦେଖାଯିବ, ରାତିରେ ଆଲୋକ ଅଭାବରୁ ପଢ଼ାପଢ଼ି କରିବାର ଅସୁବିଧା ହେବ। ତ ଉତ୍ତର ଲେଖିବ। ପିଲାମାନେ ନେକ୍ସଟ ଆଉ ଗୋଟେ ପଏଣ୍ଟ ଲେଖିବ କ'ଣ, ଜଳ ସମସ୍ୟା। ତ ପିଲାମାନେ ସେଥିରେ ଆଗେ ଜଳ ସମସ୍ୟା କ'ଣ ଲେଖିବ, ଇଲେକ୍ଟ୍ରିକ୍ ମୋଟର ଚାଲିବ ନାହିଁ, ଫଳରେ ପାଣିର ଅଭାବ ଦେଖାଦେବ। ପିଲାମାନେ 2 ଦିନ ଯଦି କରେଣ୍ଟ ଯଦି ପଳାଇଲେ ଇଲେକ୍ଟ୍ରିକ୍ ପ୍ରଭାବ ପଡ଼ିବ। ତାପରେ ଘରେ ଉପକରଣ ବନ୍ଦ। ପିଲାମାନେ ଦେଖ, ଫ୍ରିଜ୍, ଫ୍ୟାନ୍ ଏବଂ କୁଲର ବନ୍ଦ ହୋଇଯିବ। ତାପରେ ଯାହାଦ୍ୱାରା ଗରମ ଅସହ୍ୟ ହେବ। ତ ପିଲାମାନେ ଫ୍ୟାନ୍ ସବୁ ବନ୍ଦ ହେଇଯିବ ଯଦି କରେଣ୍ଟ ଯଦି 2 ଦିନ ଯଦି ନ ଆସିବ ବୋଇଲେ। ତ ଆଉ ଗୋଟେ ପଏଣ୍ଟ କ'ଣ ଲେଖିବ ପିଲାମାନେ, ଯୋଗାଯୋଗ ବିଚ୍ଛନ୍ନ, ମୋବାଇଲ ଏବଂ ଲ୍ୟାପଟପ୍ ଚାର୍ଜ ହୋଇପାରିବ ନାହିଁ, ଫଳରେ ଯୋଗାଯୋଗ ବାଧାପ୍ରାପ୍ତ ହେବ। ତ ପିଲାମାନେ ଦେଖ, କରେଣ୍ଟ ଯଦି 2 ଦିନ ଯଦି ପଳାଇ ବେଲେ ଏଇସବୁ ଅସୁବିଧା ହେବ। ତ ପିଲାମାନେ ସବୁ ଗୋଟେ ପଏଣ୍ଟ କରି ତ ଲେଖିବ। ତ ଚାଲ ଆର ନେକ୍ସଟ ପେଜ ଦେଖିବା କ'ଣ ଦେଇଛି। ତ ପିଲାମାନେ ନେକ୍ସଟ ପେଜ କାଢ଼, କାର୍ଯ୍ୟ 7 ଦେଖ ପିଲାମାନେ ପେଜ 66। କାର୍ଯ୍ୟ 7ରେ କ'ଣ ଲେଖାଯାଇଛି ପିଲାମାନେ, ତୁମେ ବୟସ୍କମାନଙ୍କ ସହିତ କଥା ହୁଅ ଏବଂ ତୁମ ଅଞ୍ଚଳରେ ପାଳିତ ହେଉଥିବା ଉତ୍ସବ ଏବଂ ଉଦ୍ଭିଦ ସମ୍ପର୍କିତ ରୀତିନୀତି ଜାଣ। ନିମ୍ନରେ କେତେକ ଉଦାହରଣ ଦିଆଯାଇଛି ପିଲାମାନେ। ଦେଖ, ଗୋଟେ ସାରଣୀ ଦିଆଯାଇଛି ପିଲାମାନେ। ସେ ସାରଣୀ କ'ଣ ଲେଖାଯାଇଛି, ହେଡ଼ିଂ, ଉତ୍ସବର ନାମ, ଉଦ୍ଭିଦ ପ୍ରାଣୀ ସହ ସମ୍ପର୍କିତ, ତାପରେ କାର୍ଯ୍ୟକଳାପ। ଉତ୍ସବର ନାମ କ'ଣ ଲେଖାଯାଇଛି ପିଲାମାନେ, ବଟ ପୂର୍ଣ୍ଣିମା, ତାପରେ ବନ ମହୋତ୍ସବ, ତାପରେ କାଜିରଙ୍ଗା ହାତୀ ମହୋତ୍ସବ। ତାପରେ ଉଦ୍ଭିଦ ପ୍ରାଣୀ ସହ ସମ୍ପର୍କିତ କ'ଣ ପିଲାମାନେ, ବରଗଛ, ବଟ ପୂର୍ଣ୍ଣିମାରେ ବରଗଛ ହେଉଛି, ତାପରେ କାର୍ଯ୍ୟକଳାପରେ ପୂଜା କରିବା। ତାପରେ ଉତ୍ସବର ନାମ କ'ଣ ପିଲାମାନେ, ବନ ମହୋତ୍ସବ। ତାପରେ ଉଦ୍ଭିଦ ପ୍ରାଣୀଙ୍କ ସହ ସମ୍ପର୍କିତ କ'ଣ ପିଲାମାନେ, ଯେକୌଣସି ବୃକ୍ଷ ପୂଜା ହେଇଥାଉଛି। ପିଲାମାନେ କାର୍ଯ୍ୟକଳାପ ବୃକ୍ଷରୋପଣ। ତାପରେ କ'ଣ ପିଲାମାନେ, ଉତ୍ସବର ନାମ କାଜିରଙ୍ଗା ହାତୀ ମହୋତ୍ସବ, ଉଦ୍ଭିଦ ପ୍ରାଣୀ ସହ ସମ୍ପର୍କିତ ପିଲାମାନେ ହାତୀକୁ। ତାପରେ କାର୍ଯ୍ୟକଳାପ କ'ଣ ପିଲାମାନେ ହେଉଛି ଜନସଚେତନତା। ତ ପିଲାମାନେ ଏମିତି ଲେଖିବେ। ତ ଚାଲ ଆଉ 2ଟା ପଏଣ୍ଟ ଆମେ ଲେଖିବା। ଆଉ 2ଟା କ'ଣ ଲେଖିବ ପିଲାମାନେ, ଉତ୍ସବର ନାମ ଲେଖିବ ନାଗପଞ୍ଚମୀ, ତାପରେ ଉଦ୍ଭିଦ ପ୍ରାଣୀ ସହ ସମ୍ପର୍କିତ ସେଥିରେ ଲେଖିବ ସାପ ବା ନାଗ ଲେଖିବ। ତାପରେ କାର୍ଯ୍ୟକଳାପରେ ଲେଖିବ ଦୁଗ୍ଧ ଅର୍ପଣ ଓ ପୂଜା କରିବା। ତ ପିଲାମାନେ କ୍ଷୀର ତ ପୂଜା ହେଉଛି ନାଗପଞ୍ଚମୀ ଦିନ, ତ ସେମିତି ଲେଖିବ। ତ ଆଉ ଗୋଟେ କ'ଣ ଲେଖିବ ପିଲାମାନେ, ଉତ୍ସବର ନାମ ଲେଖିବ ଅଁଳା ନବମୀ। ତାପରେ ଉଦ୍ଭିଦ ପ୍ରାଣୀ ସହ ସମ୍ପର୍କିତ କ'ଣ ଲେଖିବ ପିଲାମାନେ, ଅଁଳା ଗଛ ଲେଖିବ। କାର୍ଯ୍ୟକଳାପରେ କ'ଣ ଲେଖିବ ପିଲାମାନେ, ଗଛ ମୂଳ ପୂଜା ଓ ଭଜନ। ତ ପିଲାମାନେ ଅଁଳା ନବମୀ ଦିନ ଗଛ ମୂଳରେ ପୂଜା କରାଯାଉଛି, ତାପରେ ଭଜନକୁ ବି କରାଯାଉଛି। ତ ପିଲାମାନେ ସାରଣୀ ଏମିତି ଲେଖିବ ସବୁ। ତ ପିଲାମାନେ ସାରଣୀ ତଳକୁ କ'ଣ ଲେଖାଯାଇଛି,
ଆମ ଦେଶର ବିଭିନ୍ନ ସ୍ଥାନରେ ଆମେ ଅନେକ ଉଦ୍ଭିଦ ଓ ପ୍ରାଣୀଙ୍କୁ ପୂଜା କରୁ। ଏହା ଆମର ପ୍ରାକୃତିକ ସମ୍ମାନ ଏବଂ ସୁରକ୍ଷା କରିବାର ଉତ୍ତମ ପରମ୍ପରା। ପିଲାମାନେ ଦେଖ ଗାଈକୁ ପୂଜା କରୁ, ଗୋମାତାକୁ ପୂଜା କରୁ, ତାପରେ ତାପରେ ଛେଳି, କୁକୁର କି ଯେଉଁ ଧର୍ମର ସେ ଧର୍ମର ପିଲାମାନେ କ'ଣ ଯେ ସବୁ ପଶୁ ପକ୍ଷୀଙ୍କୁ ପୂଜା କରନ୍ତି। ତ ଚାଲ ତାର ତଳୁ କ'ଣ ଲେଖିଛି ପିଲାମାନେ, ଆମ ପରିବେଶରେ ଥିବା ଉଦ୍ଭିଦ ଓ ପ୍ରାଣୀମାନଙ୍କର ଯତ୍ନ ନେବାର କିଛି ଉପାୟ ଏଠାରେ ସୂଚିତ କରାଯାଇଛି। ତ 1 ନମ୍ବର କ'ଣ ଲେଖାଯାଇଛି ପିଲାମାନେ, କାଗଜ ଆବର୍ଜନା କମ୍ କର। 2 ନମ୍ବର ପ୍ଲାଷ୍ଟିକ୍ ବ୍ୟବହାର ନା ହୋ। ଆଉ 3 ନମ୍ବର ଉଦ୍ଭିଦ ସଂରକ୍ଷଣ ବିଷୟରେ ଲୋକ ସଚେତନତା ସୃଷ୍ଟି କର। ତ ପିଲାମାନେ ଏଥିରେ ଅଳିଆ ଆବର୍ଜନା ବି ପକେଇବନି, ସଫା ସବୁ କରି ରଖିବ। ତ ଏଥିରେ ବି କିଛି ଦେଇନି। ତାପରେ ପିଲାମାନେ ସବୁ ପଶୁ ପକ୍ଷୀଙ୍କୁ ଖାଇବା ଦେବ, ଗାଈକୁ ଖାଇବାକୁ ଦେବ, ତାପରେ କୁକୁର ଫୁକୁର ସ୍ନେହ ଆଦର କରିବ, ପାରା କାଉ ସବୁ ଖାଇବାକୁ ଦେବ। ତ ସ୍ନେହ ଶ୍ରଦ୍ଧାରେ ପିଲାମାନେ ସବୁ ପଶୁ ପକ୍ଷୀଙ୍କୁ ରଖିବ ବା। ତ ପିଲାମାନେ ନେକ୍ସଟ ପେଜ୍ କାଢ଼, 67 67 ପେଜ୍ କାଢ଼। ପିଲାମାନେ ଉପରେ କ'ଣ ଲେଖିଛି ଦେଖ, ପକ୍ଷୀମାନଙ୍କ ପାଇଁ ଖାଦ୍ୟ ପାଣି ରଖ, ତାପରେ ଗଛ ଲଗାଅ। ଗଛ ଲଗାଇଲେ ପିଲାମାନେ ସବୁ ଛାଇ ଫାଇ ସବୁ ଆମକୁ ଖରାଦିନେ ସାହାଯ୍ୟ କରିବ। ତାପରେ ସଫେଇ ଅଭିଯାନ ଆୟୋଜନ କର, ପିଲାମାନେ ସଫାସୁତୁରା ରଖିବ। ତାପରେ ତଳୁ ଗୋଟେ ବାକ୍ସ ଦେଇଛି, ଚାଲ ଦେଖିବା। ତାପରେ ଆସ ଚିନ୍ତା କରିବା ଲେଖାଯାଇଛି ପିଲାମାନେ। 1 ନମ୍ବର କ'ଣ ଲେଖାଯାଇଛି, ଆମେ ଦୈନନ୍ଦିନ ଜୀବନରେ ଆମେ ପ୍ରକୃତିର କେଉଁ ଜିନିଷ ବ୍ୟବହାର କରୁ। ତ ଗୋଟେ ସାରଣୀ ଦିଆଯାଇଛି ପିଲାମାନେ, ତଳେ କାର୍ଯ୍ୟକଳାପ ଲେଖାଯାଇଛି, ତାପରେ ପ୍ରାକୃତିରୁ ସଂଗ୍ରହିତ। ପିଲାମାନେ ଦେଖ, ଖାଇବା ଫଳ, ତାପରେ ପିନ୍ଧିବା ତୁଳା, ତାପରେ ସ୍ୱାସ୍ଥ୍ୟର ଯତ୍ନ ନେବା ନିମ୍ବ, ତାପରେ ଅନ୍ୟାନ୍ୟ ପିଲାମାନେ ଅଛି। ତ ଚାଲ ଏ ସାରଣୀଟା ପୂର୍ଣ୍ଣ କରିବା। ତ ଖାଇବାରେ ଫଳ ଲେଖାଯାଇଛି ପିଲାମାନେ, ତାପରେ ପ୍ରାକୃତିର ସଂଗୃହୀତ କ'ଣ ଲେଖିବ ପିଲାମାନେ, ସେଇଠି ଲେଖିବ ଖାଇବା ଫଳ, ତାପରେ ପନିପରିବା, ତାପରେ ଶସ୍ୟ, ତାପରେ ଜଳ ଲେଖିବ। ତାପରେ ଦେଖ ପିନ୍ଧିବାରେ କ'ଣ ଲେଖାଯାଇଛି ପିଲାମାନେ, ତୁଳା ବ୍ୟବହାର କରୁଛୁ, ତୁଳାରେ ଆମେ ସାର୍ଟ ପ୍ୟାଣ୍ଟ ସବୁ ପିନ୍ଧି ଥାଉଛୁ, କପଡ଼ାରେ ସୂତାରେ ତାହିଁରୁ ବାହାରିକି। ତାପରେ ଲେଖିବ ସେଇଟା କ'ଣ ପିଲାମାନେ, ଝୋଟ ଲେଖିବ। ତାପରେ ଆଉ ଗୋଟେ କ'ଣ ଲେଖିବ, ରେଶମ ଲେଖିବ। ତାପରେ ଆଉ ଗୋଟେ କ'ଣ ଲେଖିବ ପିଲାମାନେ, ପଶମ ଲେଖିବ। ତାପରେ ସ୍ୱାସ୍ଥ୍ୟର ଯତ୍ନ ନେବାରେ କ'ଣ ଲେଖିବ ପିଲାମାନେ, ନିମ୍ବ ଲେଖିବ। ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ପିଲାମାନେ ଆମେ ନିମ୍ବ ଲେଖିବା, ନିମ୍ବ ପତ୍ର ଖାଉଛୁ ବା ଲଗାଉଛୁ। ତାପରେ ତୁଳସୀ ପତ୍ର ବି ଖାଉଛୁ ପିଲାମାନେ ଖାସ ଜ୍ୱର ହେଲେ। ତାପରେ ହଳଦୀ ବି ଖାଇଥାଉଛୁ। ତାପରେ ଅଁଳା ଲେଖିବ ପିଲାମାନେ। ତାପରେ ଅନ୍ୟାନ୍ୟ କ'ଣ ଲେଖିବ ପିଲାମାନେ, ଅନ୍ୟାନ୍ୟରେ ଲେଖିବ କାଠ ଲେଖିବ ଗୋଟେ, କାଠ ପରେ ଲେଖିବ ମାଟି ଲେଖିବ, ତାପରେ ପବନ ଲେଖିବ, ତାପରେ ସୂର୍ଯ୍ୟାଲୋକ ପିଲାମାନେ ଲେଖିବ। ଆମର ଅନ୍ୟାନ୍ୟରେ ପିଲାମାନେ ଏତିକି ସବୁ ଲେଖିବ। ତ ଚାଲ ନେକ୍ସଟ ତଳକୁ କ'ଣ ଦେଇଛି ଦେଖିବା। ପିଲାମାନେ ଦେଖ ତଳେ କ'ଣ ଲେଖାଯାଇଛି, 1 ନମ୍ବରରେ ପ୍ରାକୃତିକ ସମ୍ବଳର ଅତ୍ୟଧିକ ବ୍ୟବହାର କଲେ କେଉଁ ଆହ୍ୱାନ ଦେଖାଦିଏ। ଉଦାହରଣ ସ୍ୱରୂପ, ଯଦି ଆମେ ପ୍ରକୃତିରୁ କାଠକୁ ଅତ୍ୟଧିକ ବ୍ୟବହାର କରୁ, ତେବେ ଆମର ଜଙ୍ଗଲ କ୍ରମେ ଶେଷ ହୋଇଯାଏ। ତ ପାଣି, ମାଟି, ସମୁଦ୍ରରୁ ମିଳୁଥିବା ପଦାର୍ଥ ତ ଅନ୍ୟାନ୍ୟ। ତ ଚାଲ ଏଇଟା ଫିଲ୍ଅପ୍ କରିବା। ତ ପିଲାମାନେ ପାଣିର ଉତ୍ତର ଲେଖିବ, ଭୂତଳ ଜଳସ୍ତରରେ କମିଯିବ ଏବଂ ଜଳାଭାବ ଦେଖାଦେବ। ତ ପିଲାମାନେ ଉତ୍ତର ଲେଖିବ। ତାପରେ ମାଟିରେ କ'ଣ ଲେଖିବ, ମୃତ୍ତିକା କ୍ଷୟ ହେବ ଏବଂ ଉର୍ବରତା ନଷ୍ଟ ହେବ। ତ ପିଲାମାନେ ଏମିତି ଲେଖିବ। ତାପରେ ସମୁଦ୍ରରୁ ମିଳୁଥିବା ପଦାର୍ଥ, ସମୁଦ୍ରକ ଜୀବ ଏବଂ ଖଣିଜ ସମ୍ପତ୍ତି ହ୍ରାସ ପାଇବ। ତାପରେ ଅନ୍ୟାନ୍ୟ କ'ଣ ଲେଖିବ ପିଲାମାନେ, କୋଇଲା ଓ ପେଟ୍ରୋଲିୟମ ପରି ସମ୍ପଦ ଶେଷ ହୋଇଯିବ। ପିଲାମାନେ ଏଇସବୁ କାର୍ଯ୍ୟ ଯଦି ନ ହେବ ହେଲେ ଶେଷ ସବୁ ହେଇଯିବ। ତ ପିଲାମାନେ ଉତ୍ତର ସବୁ ଲେଖିବ ଏମିତି ସବୁ। ତ ପିଲାମାନେ ନେକ୍ସଟ ପେଜ୍ କାଢ଼, 68। 3 ନମ୍ବର କ'ଣ ଦେଇଛି ପିଲାମାନେ କୋଶ୍ଚିନ୍, ଆମ ଚାରିପାଖରେ ଥିବା ପ୍ରାକୃତିକ ପରିବେଶକୁ କିପରି ସୁରକ୍ଷା ଦେଇପାରିବା। ତ ଚାଲ ଏଠି ଲେଖାଯାଇଛି ପିଲାମାନେ ଦେଖ, ଘର ଦିଆଯାଇଛି, ତାପରେ ବିଦ୍ୟାଳୟରେ ଦିଆଯାଇଛି, ପାର୍କରେ ଦିଆଯାଇଛି, ତ ଆମ ଅଞ୍ଚଳରେ ଦିଆଯାଇଛି। ତ ଚାଲ ଆର ଗୋଟେ ଉତ୍ତର ଲେଖିବା ଘରର। ତ ଘରେ ଲେଖିବ ଅଳିଆ ଆବର୍ଜନାକୁ ଏଣେ ତେଣେ ନ ଫିଙ୍ଗିବା, ଡଷ୍ଟବିନରେ ପକାଇବା। ତାପରେ 2 ପଏଣ୍ଟ ଲେଖିବ, ଘର ଚାରିପାଖରେ ଛୋଟ ଛୋଟ ଗଛ ଲଗାଇବା। ବିଦ୍ୟାଳୟରେ ଲେଖିବ 1 ପଏଣ୍ଟ, ବିଦ୍ୟାଳୟରେ ବଗିଚାରେ ନୂଆ ଗଛ ଲଗାଇବା ଓ ତାର ଯତ୍ନ ନେବା। 2 ପଏଣ୍ଟ ଲେଖିବ, ପ୍ଲାଷ୍ଟିକ ବ୍ୟବହାର କମ୍ କରିବା। ପାର୍କରେ ଲେଖିବ ଗଛର ଡାଳ କିମ୍ବା ଫୁଲ ନ ଛିଣ୍ଡାଇବା। ତାପରେ ଖାଇବା ପରେ ବଳକା ଜିନିଷକୁ ନିର୍ଦ୍ଦିଷ୍ଟ ସ୍ଥାନରେ ଫିଙ୍ଗିବା। ତ ଆମ ଅଞ୍ଚଳରେ କ'ଣ ଲେଖିବ, ଅଧିକରୁ ଅଧିକ ବୃକ୍ଷରୋପଣ କରିବା। ତାପରେ ଜଳାଶୟ ଗୁଡ଼ିକୁ, ପୋଖରୀ ନଦୀ ପରିଷ୍କାର ରଖିବା ଓ ସେଥିରେ ଅଳିଆ ନ ପକାଇବା। ତ ଏମିତି ପିଲାମାନେ ସବୁ ଉତ୍ତର ଲେଖିବ। ତ ପିଲାମାନେ ନେକ୍ସଟ 4 ନମ୍ବର କ'ଣ ଲେଖାଯାଇଛି, ତୁମ ଔଷଧୀୟ ବଗିଚାର ନକ୍ସା ତିଆରି କର। ଏଠାରେ ଔଷଧୀୟ ବଗିଚା ପାଇଁ ଏକ ସ୍ଥାନ ଅଛି। ବଗିଚାରେ ବିଭିନ୍ନ ସ୍ଥାନରେ ତୁମ ପ୍ରିୟ ଔଷଧୀୟ ଗୁଳ୍ମ ଚିତ୍ର ଅଙ୍କନ
କର ଓ ସେଗୁଡ଼ିକର ନାମ ଲେଖ। ଏପରି କିଛି ଔଷଧୀୟ ଗୁଳ୍ମ ଅଛି କି ଯାହା ତୁମକୁ କମ୍ ଉପଯୋଗୀ ଭଳି ଲାଗେ, ସେଗୁଡ଼ିକର ଚିତ୍ର ମଧ୍ୟ ଅଙ୍କନ କର। ତ ଆର ଚାଲ ଚିତ୍ର ବି ବିଭିନ୍ନ ପ୍ରକାର କରିବା, ତ ଔଷଧ ବି ଲେଖିବା। ତ ଚାଲ ଲେଖିବା। ଦେଖ ପିଲାମାନେ, ଗଛ ଲଗାଇ ସାରିଲା ପରେ ଅରଖ ଦେଖେଇଥିବ। ଏହା ଏକ ବନ୍ୟ ଗଛ ଭଳି ଦେଖାଯାଏ, କିନ୍ତୁ ଏହାର କ୍ଷୀର ବାତ ଏବଂ ଚର୍ମ ରୋଗର ବ୍ୟବହାର ହୁଏ। ତ ପିଲାମାନେ ଅରଖ ପତ୍ର ଲଗେଇଲେ ଚର୍ମ ରୋଗ କଣ ହଉଥିଲେ ଠିକ୍ ହୋଇଯିବ ପିଲାମାନେ। ତାପରେ ଦେଖ ଧତୁରା, ପିଲାମାନେ ଲେଖ ଧତୁରା ପତ୍ର, ଏହା ବିଷାକ୍ତ ହୋଇଥିବାରୁ ସାଧାରଣତଃ ଲୋକ ଏହାକୁ କମ୍ ଉପଯୋଗୀ ଭାବନ୍ତି, କିନ୍ତୁ ଆୟୁର୍ବେଦରେ ଏହାର ବିଶେଷ ମହତ୍ତ୍ୱ ରହିଛି। ତ ଏମିତି ଲେଖିବ ସବୁ। ତ ପିଲାମାନେ ଦେଖ, ଆପଣ କିପରି କରିବେ ସବୁ। 1 ନମ୍ବର କେମିତି କରିବେ ପିଲାମାନେ ଦେଖ, ଏତେ କିଛି ଲେଖିବନି। ଉପରେ ଦିଆଯାଇଥିବା ସ୍ଥାନର ତୁଳସୀ, ଘିଅକୁଆଁରୀ ଓ ପୁଦିନା ଭଳି ଗଛର ଛୋଟ ଛୋଟ ଚିତ୍ର ଅଙ୍କନ କରିବେ ପିଲାମାନେ। ତୁଳସୀ ପତ୍ର ଚିତ୍ର ଅଙ୍କନ କରିବା, ପୁଦିନାର ବା ଘିଅକୁଆଁରୀର ଚିତ୍ର ତଳେ ଯେଉଁ ଆମ ବଗିଚାରେ ଦିଆଯାଇଛି ପିଲାମାନେ, ସେଇ ବଗିଚାରେ ଚିତ୍ର ଅଙ୍କନ କରିବେ। ତାପରେ 2 ନମ୍ବର କ'ଣ, ପ୍ରତ୍ୟେକ ଚିତ୍ର ତଳେ ତାହାର ନାମ ପୁଷ୍ଟି ଭାବରେ ଲେଖନ୍ତୁ। ଯେଉଁ ତୁଳସୀ ପତ୍ର, ଘିଅକୁଆଁରୀ, ପୁଦିନା ପତ୍ର ଚିତ୍ର କରିଥିବେ ନା ପିଲାମାନେ, ତା ତଳେ ନାଁ ଲେଖିବ। ଯେଉଁ ପତ୍ରର ନାଁ ଲେଖିବ ସେ ପତ୍ରର ନାଁ ଲେଖିବ। 3 ନମ୍ବର, ତଳେ ଥିବା ମୋ ବଗିଚା ବୋର୍ଡ଼କୁ ସୁନ୍ଦର ଭାବେ ରଙ୍ଗ କରନ୍ତୁ। ତୁଳସୀ ପତ୍ର ସବୁ ନାଁ ଲେଖି ସାରିଲା ପରେ ସେ ମୋ ବଗିଚା ବୋର୍ଡ଼ଟାକୁ ସେଇଟା ସୁନ୍ଦର ଭାବରେ ପିଲାମାନେ ସବୁ ସଜେଇବ ସବୁ। ତ ପିଲାମାନେ ଏଇ ପାଠର କୋଶ୍ଚିନ୍ ଆନ୍ସର୍ ସବୁ ସରିଲା। ତ ପିଲାମାନେ ଚତୁର୍ଥ ପାଠର କୋଶ୍ଚିନ୍ ଆନ୍ସର୍ ସବୁ ସରିଲା। ପ୍ରକୃତି ସହିତ ବଢ଼ିବା। ତ ପିଲାମାନେ ପ୍ରଥମ, ଦ୍ୱିତୀୟ, ତୃତୀୟ ପାଠରେ ବି ସବୁ କୋଶ୍ଚିନ୍ ଆନ୍ସର୍ ସବୁ ଛାଡ଼ି ଦେଇଛି। ଚ୍ୟାନେଲକୁ ଯାଇ ଦେଖିପାରିବେ ପିଲାମାନେ ସବୁ। ତ ପିଲାମାନେ ଏ ପାଠର ପ୍ରଶ୍ନ ଉତ୍ତର ସରିଲା। ତାପରେ ତଳେ ଇନଷ୍ଟାଗ୍ରାମ ଲିଙ୍କ୍ ଦେଇଥିବ, ସେଇଠି ଯାଇ ଫଲୋ କରିପାରିବା। ସାଇଟ୍ରେ ବି ଦେଖିଯାଇଥିବ ସନାତନ 4045, ଇନଷ୍ଟାଗ୍ରାମ ଯାଇ ଫଲୋ କରିପାରିବ। ତ ପିଲାମାନେ ରହୁଛି।